ମୁଁ ଆମ ତରାପୁର ସ୍ଥିତ ମା ହିଙ୍ଗୁଳାଙ୍କ ପୀଠର ଆଞ୍ଚଳିକ ହିଙ୍ଗୁଳା କମିଟି ଅଛି, ମୁଁ ତାର ସଭାପତି। ଆମର ଆସନ୍ତା ଏପ୍ରିଲ 1ରୁ 5 ତାରିଖ ପର୍ଯ୍ୟନ୍ତ ଏ ମାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ 90 ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହେବାକୁ ଯାଉଛି। ଏଥିରେ ଆମ ଚାରିଟି ପାଖାପାଖି 4ଟି ପଞ୍ଚାୟତର ଲୋକଙ୍କର ସହଯୋଗ ଶାନ୍ତି ଶୃଙ୍ଖଳା ସହିତ ଏ ମହାଯଜ୍ଞ ସମାପନ ହେବ। ବିଗତ 89 ବର୍ଷ ଧରି ଏ ଅନୁଷ୍ଠାନ ଚାଲି ଆସିଛି, 90 ବର୍ଷରେ ପଦାର୍ପଣ କଲା। ତେଣୁ ସମସ୍ତଙ୍କ ସହଯୋଗରେ ଅତି ଶୃଙ୍ଖଳା ସହିତ ଏ ସମାପିତ ହେବ ବୋଲି ଆମେ ଆଶା କରୁଛୁ। ପ୍ରଶାସନର ସହାୟତା ମଧ୍ୟ ଲୋଡ଼ିଛୁ। ଶାନ୍ତି ଶୃଙ୍ଖଳା ସହିତ ଏ 5 ଦିନ ବ୍ୟାପୀ ମହାଯଜ୍ଞ ସମ୍ପନ୍ନ ହେବ ବୋଲି ମାଙ୍କ ଉପରେ ବିଶ୍ୱାସ ରଖିଛୁ। ସମସ୍ତଙ୍କର ସହଯୋଗ ମଧ୍ୟ କାମନା କରୁଛୁ। ଭଲରେ ଶୃଙ୍ଖଳା ସହିତ ସମାପିତ ହେବ। ଆମର 1 ତାରିଖ ଦିନ କଳସ ବୁଡ଼ା ଆରମ୍ଭ ହେବ। ତାପରେ 2 ତାରିଖରୁ ଆମର ଏଠି ନାମଯଜ୍ଞ ଆରମ୍ଭ ହେବ। 24 ପ୍ରହରା ନାମଯଜ୍ଞ ଆରମ୍ଭ ହେବ। ତାର ମଧ୍ୟ 5 ତାରିଖରେ ଆମର ଯଜ୍ଞର ପୂର୍ଣ୍ଣାହୁତି ହେବ। ତାପରେ 6 ତାରିଖ ଦିନ ଆମର ଏ ନାମଯଜ୍ଞର ନଗର ଭ୍ରମଣ ସହିତ ସେ କାର୍ଯ୍ୟକ୍ରମ ମଧ୍ୟ ସମାପନ ହେବ। ଏବଂ 5 ଦିନରେ ଭକ୍ତମାନଙ୍କର ସମାଗମ ଦେଖି ଆମେ ପ୍ରସାଦ ସେବନ ଏବଂ ଖେଚୁଡ଼ି ଭୋଗର ଆୟୋଜନ ମଧ୍ୟ କରିଛୁ। ଏବଂ ପାନୀୟର ବ୍ୟବସ୍ଥା ମଧ୍ୟ ସରବତ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭକ୍ତମାନେ ଶ୍ରଦ୍ଧାର ସହିତ ଆସିଲେ ଆମେ ସମସ୍ତ ପ୍ରକାର ତାଙ୍କୁ ସହଯୋଗ ଯୋଗାଇବୁ। ମୋ ନାଁ ପୁରୁଷୋତ୍ତମ ନାୟକ। ମୁଁ ତରାପୁର ଗ୍ରାମରୁ ଏଠି ସଭ୍ୟ ରୂପେ ହିଙ୍ଗୁଳା କମିଟିକୁ ଆସିଛି। ମୋ ଆସିବା 55 ବର୍ଷ ସରିଯାଇଛି, 56 ବର୍ଷକୁ ପଦାର୍ପଣ କଲା। ଏ ଅନୁଷ୍ଠାନ ପ୍ରଥମେ ମଧୁପୁର ମହାରାଜା ଆରମ୍ଭ କରିଥିଲେ। ଅବିଭକ୍ତ ପହଙ୍ଗା ପଞ୍ଚାୟତର ଏ ଅନୁଷ୍ଠାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଟିକରପଡ଼ା ପହଙ୍ଗା ସେମାନେ ଅଲଗା ହେଲେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଖପାଖ ତଣ୍ଡରା ବଡ଼ ବିରୁଆ ଏମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏବଂ ମାତୃଭକ୍ତ ବଡ଼ କଥା ସବୁଦିନ ସକାଳୁ ମା'ମାନଙ୍କ ଦ୍ୱାରା ମଙ୍ଗଳ ଆଳତି ହେଉଛି। ତା ସହିତ ସଙ୍ଗେ ନାମଯଜ୍ଞ ପ୍ରତିଦିନ ମା'ଙ୍କ ପାଖରେ ସଂକୀର୍ତ୍ତନ ହେଉଛି। ଆଉ ସର୍ବୋପରି ଏ ଅଞ୍ଚଳର ଆଉ ବେଶୀ ଏ ବର୍ଷର ଯେଉଁ ସଭାପତି ଆମର ହୋଇଛନ୍ତି ସର୍ବଗୁଣ ସମ୍ପନ୍ନା, ମୁଁ ଆଶା କରିବି ସେ ବି ଖୁବ୍ ଉନ୍ନତି କାମନା କରୁଛନ୍ତି ଏବଂ କରିବେ। ଆହୁରି ପ୍ରଶାସନ ଆମକୁ ପୂର୍ବରୁ ସହଯୋଗ କରିଛନ୍ତି, ଏବେ ବି କରିବେ ଆଉ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଏ ବର୍ଷର ପୂର୍ଣ୍ଣାହୁତିରେ ଆମର ପ୍ରିୟ ବିଧାୟକ ଆକାଶ ଦାସ ନାୟକ ଆସି ପୂର୍ଣ୍ଣାହୁତି ଦେବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଏ ସମସ୍ତ କାର୍ଯ୍ୟ ପାଇଁ ଅଶେଷ ମୁଁ ସଭାପତିଙ୍କୁ ଧନ୍ୟବାଦ ଦେବି। ଆହୁରି ଗୋଟେ କଥା, ଆମ ଲକ୍ଷ୍ମୀନଗର ପଞ୍ଚାୟତର ଯୁବ ସରପଞ୍ଚ ସବୁ କାମରେ ସବୁବେଳେ ଆମକୁ ସହଯୋଗ କରି ଆସୁଛନ୍ତି। ଜଳଛତ୍ର ଗତ ବର୍ଷ ସେ ତାଙ୍କ ପ୍ରଚେଷ୍ଟାରେ ହୋଇଥିଲା, ଏ ବର୍ଷ ଦେବା ପାଇଁ ବି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ତାଙ୍କ ଉଦ୍ୟମ ବି ସମ୍ପୂର୍ଣ୍ଣ ରୂପେ ରହିଛି। ସର୍ବୋପରି ଲକ୍ଷ୍ମୀନଗର ପଞ୍ଚାୟତର 7 ଖଣ୍ଡ ଗାଁ ମୁଁ ଆଜିକି 56 ବର୍ଷ ହେଲା ଦେଖି ଆସୁଛି, କୌଣସି ମତାମତ କୌଣସି ଭେଦଭାବ ରାଜନୀତି ନଥାଇ ମା'ଙ୍କ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରୁଛନ୍ତି।